ବହୁତ ନିନ୍ଦନୀୟ ବିଷୟ। ଆଉ ତାଙ୍କର ସଂଖ୍ୟା ତ କମ୍ ଥିଲା, ସଂଖ୍ୟା କମ୍ ଥିଲା ଯେହେତୁ ସେମାନେ ଭାଉଲେନ୍ସ କରିକିରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାର ଲାଗି ଚାହିଁଥିଲେ। ଆଉ ଏଇଟା ନିନ୍ଦନୀୟ ଘଟଣା ଗୋଟେ। ସେମାନେ ତ ପ୍ରଥମେ ଲାଠି ପଥର ଚେୟାର ଫିଙ୍ଗାଡ଼ିଛନ୍ତି। ସବୁ ଆପଣଙ୍କର ଗଣମାଧ୍ୟମରେ କ୍ୟାମେରାରେ ରେକର୍ଡ ଅଛି। ସେମାନେ ସବୁ ଯେତେବେଳେ କରିଛନ୍ତି ଆଉ ପୋଲିସ ପାଖରେ ବିକଳ୍ପ କ'ଣ? ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି। ତ ପୋଲିସ ପାଖରେ ଆଉ ବିକଳ୍ପ କ'ଣ ଥିଲା? ସାର୍ ସେମାନେ କ'ଣ ପାଇଁ ଜାଣି ଶୁଣିକି ଏମିତି ଆସେମ୍ବଲିକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି? ଦେଖନ୍ତୁ ତାଙ୍କର ଗୋଟେ ଏଗ୍ରେସନ ଦେଖାଉଛନ୍ତି। ତାଙ୍କର କମ୍ପିଟିସନ ହେଲା ବିଜେଡି ସହିତ, ଆମ ସହିତ ନୁହେଁ। ସେମାନେ ସେମିଫାଇନାଲ ଖେଳୁଛନ୍ତି। ସେମାନଙ୍କ ଭିତରୁ କିଏ ଫାଇନାଲ ଆମ ସାଙ୍ଗେ ଖେଳିବ ସେଟା ଡିସାଇଡ୍ କରିବେ ସେମାନେ। ସେଥିପାଇଁ ସେମିଫାଇନାଲ ଖେଳିବା ପାଇଁ ଏମାନେ ତାଙ୍କର ତାକତ ଦେଖାଉଛନ୍ତି। ମୁଁ ଭାବୁଛି ଓଡ଼ିଶାର ଜନତା କଂଗ୍ରେସକୁ କେତେବେଳେ ବି ଗ୍ରହଣ କରିବେ ନାହିଁ। ସାର୍ ଆପଣଙ୍କର ସରକାରଙ୍କ ଆଗାମୀ ପଦକ୍ଷେପ କ'ଣ ରହିବ? ଏଭଳି ଆନ୍ଦୋଳନ ସେମାନେ କରୁଛନ୍ତି। କ'ଣ ଏଇ ଆନ୍ଦୋଳନ କି ଆନ୍ଦୋଳନ ଯେ ପଦକ୍ଷେପ କଥା ହଉଛି? କିଛି ପଦକ୍ଷେପ ହବ ନାହିଁ। ଆମେ ସେମାନେ ଯେଉଁ ଇସ୍ୟୁକୁ ଧରୁଛନ୍ତି, କଂଗ୍ରେସ ସମୟରେ ତ ନାରୀ ନିର୍ଯାତନା ସବୁଥିରୁ ଅଧିକ ଥିଲା। ଆଉ ଆମେ ଏଇ ନିର୍ଯାତନାରେ ଯଦି କୌଣସି ବ୍ୟକ୍ତିକୁ ଆମେ ଛାଡ଼ି ଦେଇଥାନ୍ତୁ ତାହେଲେ ସିନା ଆମ ଉପରେ ଆମେ କିଛି ଲଜ୍ଜା ଅନୁଭବ କରନ୍ତୁ। କୌଣସି ଘଟଣାରେ ଗୋଟିଏ ବି ଲୋକକୁ ଛଡ଼ାଯାଏନି। ଯେଉଁ ଘଟଣାଟା ଘଟିଛି ସାଥେ ସାଥ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତ ମୋତେ ଲାଗୁନାହିଁ ଏ ଘଟଣା ଏଇ ଇସ୍ୟୁର କିଛି ମହତ୍ଵ ଅଛି, ଏମିତି କିଛି ଲାଗୁନାହିଁ। ସେମାନେ ସାର୍ ଗୋଟେ ଚାପ ପକେଇବା ପାଇଁ ଏମିତି କରୁଛନ୍ତି ସରକାର? କ'ଣ ଚାପ ପକେଇବେ? ଏମାନେ ତାଙ୍କର କମ୍ପିଟିସନ କରୁଛନ୍ତି ବିଜେଡି ସହିତ, ଆଉ କିଛି ଚାପ ଫାପ ନାହିଁ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।